ସେଥି ଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜିର ଅଧ୍ୟାୟର ଆଲୋଚନାକୁ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର ମାଳିକା ବଚନର ଆଲୋଚନାରେ ଆମେ ଆଲୋଚନା କରିବାକୁ ଯାଉଛେ ଏ ଓଡ଼ିଶାରେ ପାଣ୍ଡବ ମାନଙ୍କର ଅସ୍ତ୍ରଶସ୍ତ୍ର ସବୁ କୋଉଠି ଅଛି, କେତେବେଳେ ତାହା ବାହାରିବ ଏବଂ କଂସ ରାଜାର ଗଡ଼ ଜ୍ଞାନୀ ଗୁଣୀ ମଣ୍ଡଳୀ ଏ ଓଡ଼ିଶା ଭିତରେ ସତରେ କ'ଣ କୋଉଠି ଅଛି, ଏ ବିଷୟରେ ମାଳିକାରେ ମହାପୁରୁଷ ଅଚ୍ୟୁତାନନ୍ଦ ବା ପଞ୍ଚସଖା ମାନେ କ'ଣ ଆଲୋଚନା କରିଛନ୍ତି। ଆଲୋଚନା ଶେଷରେ ଜଣେ ଭକ୍ତର ମଧ୍ୟ ନାଁ କହିବୁ, କିଏ ସେ ଭକ୍ତ, କ'ଣ ତାର ନାଁ, କୋଉଠି ତାର ଜନ୍ମ ହେଇଥିବ। ମହାପୁରୁଷ ମାଳିକାରେ ଲେଖିଛନ୍ତି, କହିଲେ ବାବୁରେ, କହିଲେ ପୂର୍ବେ ଲିଙ୍ଗରାଜ ରହିଛି ଉତ୍ତରେ ମହାନଦୀ, ତହିଁ ବିଦ୍ୟମାନ ପ୍ରସିଦ୍ଧ କଂସର ରାଜ ଗାଦି। କଂସର ରାଜ ଗାଦି ବାବୁ, କଂସର ରାଜ ଗାଦି, କଂସର ରାଜ ଗାଦି ବାବୁ, କଂସର ରାଜ ଗାଦି। କହିଲେ କଂସର ରାଜଗାଦି ବି ଓଡ଼ିଶା କ୍ଷେତ୍ରରେ ରହିଛି। କୋଉଠି ରହିଛି? ଆମେ କହନ୍ତି ମଥୁରା କଟକର ରାଜା, ହଁ ତା ମଧ୍ୟ ଠିକ, ଏଠାରେ ମଧ୍ୟ କଂସର ରାଜଗାଦି ରହିଛି। କୋଉଟା ନା ପୂର୍ବେ ଲିଙ୍ଗରାଜ ରହିଛି ଉତ୍ତରେ ମହାନଦୀ। ପୂର୍ବରେ ଲିଙ୍ଗରାଜ ଅଛନ୍ତି, ଉତ୍ତରରେ ମହାନଦୀ ରହିଛି ଏବଂ ତହିଁ ବିଦ୍ୟମାନ ପ୍ରସିଦ୍ଧ କଂସର ରାଜଗାଦି। ଜ୍ଞାନୀ ଗୁଣୀ ମଣ୍ଡଳୀ ସେ କୋଉଠି ନା କଟକ ନୁହଁ କଣ୍ଟକ, ଜାଣଟି ସେହି ସ୍ଥାନ, କିଲା ବାର ବାଟି ଅଟଇ, ଜାଣ କଂସ ଭୁବନ। ଜାଣ କଂସ ଭୁବନ ବାବୁ, ଜାଣ କଂସ ଭୁବନ, ଜାଣ କଂସ ଭୁବନ ବାବୁ, ଜାଣ କଂସ ଭୁବନ। କହିଲେ ବାବୁରେ, ପ୍ରଥମ କ, ଦ୍ୱିତୀୟରେ କ, ମାନେ କଣ୍ଟକ। କଣ୍ଟକ କାହିଁକି ଅଚ୍ୟୁତାନନ୍ଦ ମହାପୁରୁଷ କଟକକୁ କଣ୍ଟକ ବୋଲି କହିଲେ? କଟକ ପ୍ରଥମେ କ, ଶେଷରେ କ, ମଝିରେ ଟ। କାହିଁକି ୟାକୁ କଟକ କଣ୍ଟକ କହିଲେ? କ'ଣ ପାଇଁ ନା ଉତ୍ତରରେ ମହାନଦୀ ରହିଲା, ଉତ୍ତରରେ ମହାନଦୀ ରହିଲା, ଦକ୍ଷିଣରେ କାଠ ଯୋଡ଼ିର ଲୀଳା, ଦକ୍ଷିଣରେ କାଠ ଯୋଡ଼ିର ଲୀଳା। କହିଲେ ବାବୁରେ, ଏ ଦୁଇଟି ହଉଛି କଟକ ପାଇଁ କଣ୍ଟକ। କ'ଣ କ'ଣ ନା ଉତ୍ତରରେ ମହାନଦୀ, ଇଏ କଟକ ପାଇଁ କଣ୍ଟକ। ଦ୍ୱିତୀୟରେ ଦକ୍ଷିଣରେ ହେଉଛି କାଠ ଯୋଡ଼ି, ଇଏ ମଧ୍ୟ କଟକ ପାଇଁ କଣ୍ଟକ। ତେଣୁ ଏ ଦୁଇଟି କଣ୍ଟକ ବୋଲି ଏ ଜ୍ଞାନୀ ଗୁଡ଼ି ଦି ପଟେ କ ରହିଛି, କଣ୍ଟକ କଟକ। କଣ୍ଟକରୁ କଟକ ହେଇଛି କଣ୍ଟକ କଟକ। କଟକ ପାଇଁ କଣ୍ଟକ, ମହାନଦୀ ଏବଂ କାଠ ଯୋଡ଼ି। କହିଲେ ନିକଟରେ ଶଙ୍ଖ ଶବଦ ହେବ, ନିକଟରେ ଶଙ୍ଖ ଶବଦ ହେବ, ଶେଷ ବଦେ କାଠ ଯୋଡ଼ି ଭାଙ୍ଗିବ, ଶେଷ ବଦେ କାଠ ଯୋଡ଼ି ଭାଙ୍ଗିବ। ଯଦି ଆମେ ବହୁ ବର୍ଷ ତଳକୁ ଚାଲିଯିବା ନା, ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ଓଡ଼ିଶାର ସବୁଠାରୁ ବଡ଼ ନଦୀର ନାମ ହେଉଛି ମହାନଦୀ, ଯାହାକୁ ହିରଣ୍ୟ ଗର୍ଭା କହନ୍ତି। ବହୁବାର ଆମେ ଆଲୋଚନା କରିଛେ। ଏ ମହାନଦୀରେ ଯେତେବେଳେ ବଡ଼ ବନ୍ୟା ଆସେ ନା, ସେତେବେଳେ ବିଶେଷ କରି କଟକ ଅଞ୍ଚଳର ବହୁତ କ୍ଷୟକ୍ଷତି ହୁଏ, ଧନ ଜୀବନ ବହୁତ ନଷ୍ଟ ହୁଏ। ତେଣୁ ସେଇ ମହା ବିନାଶରୁ ବା ଜନଜୀବନ ନଷ୍ଟରୁ କଟକକୁ ସୁରକ୍ଷା ଦେବା ପାଇଁ କଟକର ଉପରମଣ୍ଡ କହିଲେ ପଶ୍ଚିମ ଅଞ୍ଚଳ ସମ୍ବଲପୁର ଅଞ୍ଚଳରେ ସବୁଠାରୁ ବଡ଼ ବନ୍ଧର ନିର୍ମାଣ ହେଇଥିଲା। ମହାନଦୀ ଉପରେ ତା ହୀରାକୁଦ ବନ୍ଧ। ତେଣୁ ମହାନଦୀ କଣ୍ଟକ କହିଲେ ମଦ ହେବ ମହାନଦୀ ଜଳ ହେ। ଦିନେ ଏ ମହାନଦୀ ଜଳଟି ମଦରେ ପରିଣତ ହେବ। କେତେବେଳେ ନା ଯେତେବେଳେ ଭକ୍ତମାନେ ଚୋବରା ଘାଟରେ ପରୀକ୍ଷା ଦେବେ। ଜୋବରା ଘାଟରୁ ନଯିବୁ ଉବୁରି, ମାଳିକାରେ ଲେଖା ହେଇଛି। ଅଚ୍ୟୁତାନନ୍ଦ ମାଳିକାର ନାମ ଚକଡ଼ା ମଣ୍ଡାଣରେ ଲେଖିଛନ୍ତି। ତେଣୁ ହେ ସଥି ଜାନି, ତେଣୁ ମହାପୁରୁଷ କହିଲେ ସେଇ ସେତେବେଳେ ଜୋବରା ଘାଟରେ ଯେତେବେଳେ ପରୀକ୍ଷା ହେବ,
କାଳିଆ ବୋଦାରେ ଭକ୍ତମାନେ ଯେତେବେଳେ ପରୀକ୍ଷା ଦେବେ, ମା ଶାରଳା ପରୀକ୍ଷା ନେବେ, ସେତେବେଳେ ମହାନଦୀର ଜଳଟି ମଦତୁଲ୍ୟ ହେଇଯିବ ବୋଲି ମାଳିକାରେ ମହାପୁରୁଷ ଲେଖିଲେ। ମାଳିକାର ନାମ ହେଲା ହରି ଅର୍ଜୁନ ଚୌତିସା। ଏ ମଦ ହେବ ମହାନଦୀ ଜଳ ହେ, ହରି ଅର୍ଜୁନ ଚୌତିସାରେ ଲେଖାଗଲା। ତେଣୁ ସେଇ କଟକ ମହାପୁରୁଷ କହିଲେ କଟକ ନୁହଁ କଣ୍ଟକ, ଜାଣଟି ସେଇ ସ୍ଥାନ, କିଲା ବାରବାଟୀ ଅଟଇ ଜାଣ କଂସ ଭୁବନ। ଏ ବାରବାଟୀ କିଲା କହନ୍ତିନି, ବାରବାଟୀ କିଲା ଇଏ କଂସର ଭୁବନ ଥିଲା ବୋଲି ମାଳିକାରେ ମହାପୁରୁଷ ଲେଖିଲେ। କହିଲେ ବାବୁରେ କଂସ ବନ୍ଦୀ ଘର ଦରଘା ବଜାର ଜେଲ ଖାନା, ଆଠ ଯୋଡ଼ି କୋଳେ ଏ ବଟି ନେତ୍ରେ ଦେଖିବ ସିନା। ଆଉ କାଠ ଯୋଡ଼ି କୋଳେ ଏ ବଟି ନେତ୍ରେ ଦେଖିବ ସିନା। ଆଠ ଯୋଡ଼ି କୋଳେ ଦେବଟି ନେତ୍ରେ ଦେଖିବୁ ସିନା। କଂସ ବନ୍ଦୀ ଘର ଦରଘା ବଜାର ଜେଲ ଖାନା। ଦରଘା ବଜାର କଟକ ରହିଛି। ଦେଖନ୍ତୁ କେମିତି ମାଳିକାରେ 600 ବର୍ଷ ତଳେ ଅଚ୍ୟୁତାନନ୍ଦ ଲେଖିଦେଇ ଯାଇଛନ୍ତି। ଆଉ କାଠ ଯୋଡ଼ି କୋଳେ ହେବଟି ନେତ୍ରେ ଦେଖିବୁ ସିନା, ତା କାଠ ଯୋଡ଼ି କୋଳେ ଦିନେ ହେବ। ଏ ସୁଧି ଜାନି ଏ ମାଳିକାର କଥା ବୋଲି ଏ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ସୁଧି ଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ। ମହାପୁରୁଷ କହିଲେ ବାବୁରେ କାଠ ଯୋଡ଼ି କୋଳେ ହେବଟି ନେତ୍ରେ ଦେଖିବୁ ସିନା, କଣ ହେବ ନା କଂସର ଯେ ଜେଲ ଖାନା। ଆପଣ ଦେଖୁନାହାନ୍ତି ଏ ନିକଟରେ କିଛି ଦୂର ଯଦି ଆମେ ଯିବା, ମହାନଦୀର ଏକ ଶାଖା ନଦୀ ହେଉଛି ବିରୂପା। ଆଉ ଏ ବିରୂପାର କୂଳ ନିକଟରେ ରହିଛି କଣ ନା ସବୁ ଚୋର ଧରା ହେବେ କେଦାରେଶ୍ୱରରେ। ସବୁ ଚୋର ଧରା ହଉଛନ୍ତି କେଦାରେଶ୍ୱର, ସେଠି ଅଛି ଜେଲ, ସେଇଥିପାଇଁ ଚୌଦ୍ୱାର ଜେଲ ହେଇଛି। 600 ବର୍ଷ ତଳେ ଅଚ୍ୟୁତାନନ୍ଦ ଲେଖିଥିଲେ ସବୁ ଚୋର ଧରା ହେବେ କେଦାରେଶ୍ୱରରେ। ଆଜି ଦେଖନ୍ତୁ ସେଇଠି ସେଇଥିପାଇଁ ତ ଜେଲ ହେଇছে ନା। ତେଣୁ ମହାପୁରୁଷ କହିଲେ ବାବୁରେ ମାଲ ଗୋଦାମଟି ଜାନାମ ଅଟେ ତା ମାଲ ଖାନା, ଚେତାଇ ଦେଉଛି ବେଳକୁ ନଉ ତୁ ଅମନା। ଚେତାଇ ଦେଉଛି ବେଳକୁ ନଉ ତୁ ଅମନା, ଚେତାଇ ଦେଉଛି ବେଳକୁ ନଉ ତୁ ଅମନା। ମାଲଖାନା କଂସର ଥିଲା ବୋଲି ଆଜି ମାଲ ଗୋଦାମ ହେଇଛି। ଯାହା କିଛି ଆପଣ ଦେଖିବେ ବ୍ୟବସାୟୀ ମାନେ ସେଇଠାରେ ନିଜ ବ୍ୟବସାୟର ପେଣ୍ଠସ୍ଥଳ କରିଛନ୍ତି। ଯେହେତୁ ସିଏ ଥିଲା କଂସର ମାଲଖାନା, କଳିଯୁଗରେ ମାଲ ଗୋଦାମ ହେଇଛି ସେଇଥିପାଇଁ। ଜୋବରା ଖୁଣ୍ଟର ନିକଟେ ମଲିଆ ସ୍ଥାନ ସ୍ଥିତ, ଅଷ୍ଟମଲଙ୍କର ଗୋଷ୍ଠୀ ଯେ ଅଟେ ସେହି ନିହତ। ଅଷ୍ଟମଲଙ୍କର ଗୋଷ୍ଠୀ ଯେ ଅଟେ ସେହି ନିହତ, ଅଷ୍ଟମଲଙ୍କର ଗୋଷ୍ଠୀ ଯେ ଅଟେ ସେହି ନିହତ। କଂସ ଭଗବାନ କୃଷ୍ଣଙ୍କୁ ଧନୁଯାତ୍ରାକୁ ନିମନ୍ତ୍ରଣ କରିଥିଲା କୃଷ୍ଣ ବଳରାମଙ୍କୁ ନେଇ ଅକ୍ରୁର ରଥରେ ନେଇକି ଆସିଥିଲେ। ଏବଂ ସେଇ କୃଷ୍ଣ ବଳରାମକୁ ଧନୁଯାତ୍ରାରେ ବିନାଶ କରିବା ପାଇଁ, ମାରିଦେବା ପାଇଁ କଂସ କ'ଣ କରିଥିଲା? ଅଷ୍ଟମଲ୍ଲମାନ ତାର ଥିଲେ। ଏ ଅଷ୍ଟମଲ୍ଲମାନଙ୍କୁ ସିଏ ଜଗେଇକିରି ଥିଲା, କହିକି ଥିଲା ବା ବତେଇ ଦେଇଥିଲା ଏଇଠାରେ ହିଁ ତୁମେ ତାଙ୍କୁ ବିନାଶ କରିବ ଅଷ୍ଟମଲ୍ଲ। ଆଉ ଦ୍ୱାପର ଯୁଗରେ ସେଇ ଅଷ୍ଟମଲ୍ଲଙ୍କର ଯୋଉଟା ହେଉଛି ଗୋଷ୍ଠୀ ହେଉଥିଲା, ତାହା ହେଉଛି କଟକର କୋଉଟା ନା ଜୋବରା ଖୁଣ୍ଟର ନିକଟେ, ଜୋବରା ଖୁଣ୍ଟ, ଜୋବରା ଘାଟ। ଆଉ କ'ଣ କହିଲେ? ଯୁଧିଷ୍ଠିରଙ୍କର ଜନମ ଜାଣ ସେ ସ୍ଥାନେ ହେବ, ରତ୍ନ ବଟ ଅଛି ଗୋପତେ ତହିଁ ଯଜ୍ଞ କରିବ। ରତ୍ନ ବଟ ଅଛି ଗୋପଟେ ତହିଁ
यज्ञ କରିବା रत्न बटाची गोपते तही ଯଜ୍ଞ